କଳାପୁରତା ପଞ୍ଚସତା ପଞ୍ଚସଖା ଯୁଗର ସିଦ୍ଧ ସାଧକ ଯଶୋବନ୍ତ ଦାସ ଅଢଙ୍ଗ ମଠ ମହନ୍ତ କହିବେ କେତେବେଳେ ଆମ ସମସ୍ତଙ୍କ ରଙ୍ଗ ଗୋଟିଏ ଥିଲା। ଆମ ମାନଙ୍କର ରଙ୍ଗ କେତେବେଳେ କୋଉ ଜାଗାରେ କୋଉଠି ଗୋଟିଏ ପ୍ରକାର ଥିଲା। କଲା ପ୍ରଥମ ମାସେ ତୁ ଯେ ହେଲୁ ବାପା ये जो रेल लाइन जाइए ता ऊपर रखिले खड़ खड़ हम हेलो रख धीरे सुधी सज्जन मंडली मैं कला चंडी रही कौन करते गला बेले घर को नब जमा दब नहीं ये सही कौ पाउरुटी कहले मोटे अन्य मनुष्य कहीगली आज्ञा छविंद्र दास महोदय से जो बेकारी करचंती स्वादिष्ट फास्ट फूड सुंदर लागुला एवं आपणकर से राम नाटक कौ राम नाटक कलाचंडी राम नाटक रे बहु हेतुक आनंद आमर एपटू बहुत राम नाटक ऐतिह्य को आप बंचई ये जिला को मुंडिया मारुचे आज्ञा ये इतिहास बुड़ी जाता तथापि मु गोटे कथा कहबी हनुमान बापा आ माँ भीतर पार्थक्य अच्छा गोटे कथा मु समालोचना करी नहीं हनुमान बापार एड़ बड़ नांगुड़ मार कौन ना मार थिला कटा हे गला खाया पिने असुविधा हला अच्छा अंडीरा माकड़र नांगुड़ अछि माई माकड़र नाही से याकू ये पाला वाला कोन पाइबे आज माछ सब खाई गले विधायकंकर गृह रे आमे खाद्यपेयर बंदोबस्त करा जाइथिला अरे जे खाइबा को देई जानि चंती तांको ऊपर लोकंकर आशीर्वाद विधायकंकर दुश्मन सारंकर माँ बसी चंती किए खाउचंती नाही देखुचंती प्रकृत माँ से आज्ञा ये एड़े चालाकी गायक बड़ भाई मु कौन करी सियाड़ को पछ करी बापा चलेइले आमे लोभी अरे मु आगुरु मंच रखी थी बाबू मान को परामर्श नेली तुम्हें एका निलोभ तुम्हें तो मासु को 80,000 टंका दरमा पाउच सुकिला चूड़ा भजा चोबेगी कहीं प्लास्टिक सपरे गड़ुच तुमर बेसी लोभ अधिवास राति रे पाला हम तुमे कोन 8टा बेल पहुंच एटी जेति के आपण माने बसचिन सब सुनो तुमे शांत सरल मोर कहबा को इच्छा नाही खाली टंका पई बाध्य ये हूँ भाई भाई भितर ममता देखु तू केड़े भद्र सी आसी आग पाला गाइबा कथा किंतु मते बंचेबा पई से मते छाड़ी चंती आग ये कोन छोटिया कथा ना गेडुआ रे सारे रे पुरस्कृत करितबा उभय समस्त ज्ञानी गुणी विवेकी पंडित मानकर यांकर कला क्षेत्र रे मां कलाचंडी राम नाटक संघ अनेक ख्याति अर्जन करंतु आ ये स्वादिष्ट हो कोन पाउरिटी एवं केक जेते सबू अछि कल्याणकारी हंतु लोकादृत हंतु भला आनंद देखबा सार ताले बापा पिता मातांकर अवदमित्य जौन्य सह संबंध फल रे पिला माने सब सुन मार गर्भ रे बापार अखंड ब्रह्म जत बेले स्थान पाइब मुझे हनुमान को बापार कहीं नांगुड़ मार नांगुड़ ना कह स्थान पाइला मौसा
30 ଦିନ କାଳ ମା ଗର୍ଭରେ ବାପାର ବ୍ରହ୍ମଚର୍ଯ୍ୟ ଶୁକ୍ରାଣୁ ଧବଳ ବର୍ଣ୍ଣାକୃତି ହେଇ ରହିଲା। ଏବେ ବିଜ୍ଞାନ ଆଗେଇଛି। ଗାଇନିକ ସ୍ପେଶାଲିଷ୍ଟ କି ପଚାରନ୍ତୁ, କମ୍ପ୍ୟୁଟର କରିବ ନାହିଁ, ଗୋଟେ ନାରୀ କି ଦେଖି କହିଦବ ତା ଗର୍ଭରେ ପିଲାର କଣ ଭ୍ରୂଣର ଅବସ୍ଥା କହିଦବ। ଧନ୍ୟ ତୁମେ ଋଷି ମୁନି ମାନେ, ଧନ୍ୟ ପଞ୍ଚସଖା ଯୁଗର ବାବାଜୀ, କେଡେ ସାଧନା ତୁମର। ଗୋଟେ ନାରୀ କି ଦେଖି କହିଦେବେ ତା ଗର୍ଭସ୍ଥ ଭ୍ରୂଣର ଅବସ୍ଥା କଣ। କିନ୍ତୁ ମୋ ସ୍ତ୍ରୀ ଦେଖି କମ୍ପ୍ୟୁଟର ପକେଇଲେ ଭୁଲ ହେଲା। କଣ ଭୁଲ ହେଲା? କହିଲେ 2ଟା ପିଲା ହବ, ଦେଖିଲା 3ଟା ହେଲେ। ତୋ ସ୍ତ୍ରୀର 3ଟା ପିଲା ହେଲେ, ଗୋଟେ ଝିଅ ଯୋଡା ପୁଅ। ତୁ ବସିଲୁ ଥିରେ ମିଛ କଥା କହୁଛୁ। ସେଟା ତ ଛେଳିର 3ଟା ହେଇଥିଲା। ର ଗୋଳମାଳ କରନା। ମୁଁ କହିବାର ତାତ୍ପର୍ଯ୍ୟ, ତୋ ସ୍ତ୍ରୀର ପା ଜମା ପିଲା ହେଇନାହାନ୍ତି ଆଜି ପର୍ଯ୍ୟନ୍ତ। ନାଇଁ, ସେ କଣ ବେଦିରେ ବସି ବାହା ହେଇଛି? ମୋଠୁ ବେଦି ଉଠିଗଲା। ମାନେ ମୁଁ ଭଲ ପାଇକି ବାହାରିଲି। ଭଲ ପାଇଲେ କଣ ବେଦିରେ ବସନ୍ତିନି? ବାପା ମନା କଲା, ତୁ ଭଲ ପାଇଲେ ବେଦି ହବନି। ତୋ 3ଟା ଯାକ ପୁଅ ମୋର ଭଳି ଆଣିକି ପଳେଇ ଆଇଲେ। ଆଣିକିରି ପଳେଇ ଆଇଲେ। ତୋ ଝିଅ 3ଟା ଯୋଡେ ପଳେଇଲେ। ପଳେଇଲେଣି କଣ ହାଟକୁ? ନାଇଁ ନାଇଁ, ଭଲ ପାଇକି ବେଦିରେ ବସି ନାହାନ୍ତି। ସାନ ଝିଅ ଅଛି, କନ୍ୟା ଦାନ କରିବୁ। ମୋ ଭାଗ୍ୟରେ ନାହିଁ। କାହିଁକି? ସେ ପୁଷ ମାସ ଡେଇଁଲେ ମାଘ ମାସରେ ଯିବ। ମାଘ ମାସରେ ଯିବ କାହା ସାଙ୍ଗରେ? ଭଗିଆ ଗୁଡିଆ ପୁଅ ସାଙ୍ଗରେ। ଆଉ ଆଗର ଜଣାଶୁଣା କାରବାର। ଅଧିକ ଶୀତ ହେଲେ ଯିବ। ଆଚ୍ଛା ର, କାହିଁକି କେମିତି ଯିବ? ସେ ଯିବା ପାଇଁ ବାଟ କରିଛି ମୁଁ। ତୁ କରିଛୁ? କଣ କରିଛୁ? ବଡ ମୋବାଇଲ ଦେଇଦେଇଛି। ଓ କେମିତି ଯିବେ ବଡ ମୋବାଇଲ ଦେଇଛୁ? କାରଣ ତୋ ଝିଅ ତ 3ୟ ଯାଏ ପଢିଛି, ମୋବାଇଲ ଏଡ ବଡ ଖାଇବି। 18,000 ଟଙ୍କାର ମୋବାଇଲରେ 3ଟା ଝିଅ ପଳେଇଲେ। 9 ଲକ୍ଷ ଟଙ୍କା ଗଲେ ରହିଲା ମୋର। ଧନ୍ୟବାଦ। ଆସନ୍ତା ବର୍ଷ ବୋଧେ ତୋତେ ରାଷ୍ଟ୍ରପତି ପୁରସ୍କାର ଦେବେ। ମୁଁ ଗାଁ ରହୁନି ଆଜ୍ଞା। ଗୋଳମାଳ କରନା। ସେଦିନ ଜୀବର ରଙ୍ଗ ହଉଛି ଧବଳ। ପ୍ରଥମ ମାସରେ କଳା ପୁଅ ମା ଗର୍ଭରେ ଥିଲା, ଗୋରା ପୁଅ, ତେଣୁ ଜୀବ ହେଲେ ରାଧା। କେମିତି ଜୀବ ରାଧା ଲେଖିଲେ ବଳରାମ ଦାସ। ଆମେ ମୂର୍ଖ କଣ ଜାଣିଛୁ? ଆମେ ମୂର୍ଖ। କବିଙ୍କ ଲେଖାକୁ ଶିଖିଛୁ ପେଟ ପୋଷିବା ପାଇଁ। ପଇସା ହିସାବ କରିପାରୁନାହାନ୍ତି। ପୁଅ କଣ କହିଲେ? କହିଲେ ଜୀବଟି ରାଧାଙ୍ଗ ହୋଇ ପରମ କୃଷ୍ଣ ବଲ ଥାଇ, ହରେ ପରମ କୃଷ୍ଣ ବଲ ଥାଇ, ରେ ପରମ କୃଷ୍ଣ ବଲ ଥାଇ। ଇଏ ଜୀବାତ୍ମା ହଉଛି ରାଧା, ପରମାତ୍ମା ହେଲେ କୃଷ୍ଣ। ତାହେଲେ ମଉସା ଏଠି ରାଧାରାଣୀ ଆଲିଙ୍ଗନ କରିଛନ୍ତି କାହାକୁ? ଜଗନ୍ନାଥକୁ। ବାହାରକୁ ଦେଖା ଯାଉଛି ଜଗନ୍ନାଥଙ୍କ ମୁହଁ କଳା, ଦେହ ଗୋରା। ସେ ଜଗନ୍ନାଥଙ୍କର ବିଷୟରେ ମୁଁ ଏତିକି କହିବି, ଯଦି ଜୀବ ହେଲେ ରାଧା ଗୋରା, ଜଗନ୍ନାଥ କାହିଁ କାଳିଆ? ମୁଁ କହିଦେବି ଆଜ୍ଞା। କଣ କହିବି? ଜଗନ୍ନାଥ ଯେତେବେଳେ ତାଙ୍କ ମା ଗର୍ଭରେ ଥିଲେ, ତାଙ୍କ ମା ମାଣ୍ଡିଆ ଯାଉ ଖାଇ ଦେଇଥିବାରୁ ଜଗନ୍ନାଥ କଳା ହେଇକି ଜନ୍ମ ହେଲେ। ଜଗନ୍ନାଥ ବ୍ରହ୍ମ, ବ୍ରହ୍ମର ପଣ୍ଡିତ ରୂପରେଖ ନାହିଁ। କହିଲା ବ୍ରହ୍ମ ଅଛି ଯେଉଁଠାରେ, ବ୍ରହ୍ମ ଅଛି ଯେଉଁଠାରେ ଉଦୟସ୍ତ। ଭୀମ ରାକ୍ଷିତ ଯୋଉ ଜାଗାରେ ବ୍ରହ୍ମ ଅଛି ସେଠି ଆଲୋକ ନାହିଁ। ଆଲୋକ ନଥିଲେ ଅନ୍ଧାରର ରଙ୍ଗ କଣ? ଟିକେ ଆପଣ ମାନେ ବିଚାର କରନ୍ତୁ। ଜଗନ୍ନାଥଙ୍କର ରଙ୍ଗ ହଉଛି କାଳିଆ। ମଉସା 7 ରଙ୍ଗରେ କଳା ରଙ୍ଗ ଅଛି। ଯେତିକି ମା ମାନେ ଝିଅ ମାନେ ବୋହୂ ମାନେ ବସିଛ, 7ଟା ରଙ୍ଗରେ ଗୋଟିଏ ଘଣ୍ଟା ବସିବେ। ଜଗନ୍ନାଥଙ୍କ ଭିତରୁ ଅଲୌକିକ କଥା ମୁଁ ସାଧୁବାଦ ଦଉଛି, ଭଲ କଥା ସେ ଆପଣଙ୍କୁ ଶୁଣେଇଛନ୍ତି। 7ଟା ରଙ୍ଗ ଭିତରେ କଳା ଅଛି। 7 ରଙ୍ଗ ଆগে କଣ କୁହ? ବାଘ ନିଶ ହଲା ନା, ଏଠି ଦରକାର ନାହିଁ। ବାଘ ନିଶ ହନାଲା, ବାରେ ବାଇଗିଣୀ, ଘରେ ଘନ ନୀଳ, ନୀରେ ନୀଳ, ସରେ ସବୁଜ, ହରେ ହଳଦିଆ, ନାରେ ନାରଙ୍ଗୀ ବାଲା। ସାରେ 7ଟା ରଙ୍ଗ ଭିତରେ କଳା ଅଛି। ତା ମାନେ ରଙ୍ଗ ତାଲିକାରେ କଳା ନାହିଁ। କଳା ଶୁଭ ନା ଅଶୁଭ?